ଏବେ ଘରଗୁଡ଼ିକ ବହୁତ ସୁନ୍ଦର ହେଉଛି। ଲକ୍ଜରିୟସ୍ ଆପାର୍ଟମେଣ୍ଟ, ଡୁପ୍ଲେକ୍ସ, ଟ୍ରିପ୍ଲେକ୍ସ, ବହୁତ ସୁନ୍ଦର ଘର ହେଉଛି। ଭଲ କଥା, କରନ୍ତୁ, ଯେତେ ଖର୍ଚ୍ଚ କରନ୍ତୁ। ମୁଁ ଆଉ କିଛି କହିବାକୁ ଚାହୁଁଛି, କିନ୍ତୁ ଏଣ୍ଟ୍ରାନ୍ସରେ ଗେଟ୍ରେ ଗଣେଶଙ୍କର ଫଟୋ ବା ମୂର୍ତ୍ତି ନ ରହୁ। ମୁଁ ଦେଖିଥିବା ପ୍ରାୟ 50 ଘରରୁ 40ଟି ଘରେ ଗେଟ୍ରେ ଅଛି, କାହାର ଏଣ୍ଟ୍ରାନ୍ସରେ ଅଛି। ପ୍ରବେଶ ପଥରେ କେବେ ବି ଗଣେଶଙ୍କର ଫଟୋ ନ ରହୁ। ଧାତୁ ହେଉ, ଚିନାମାଟି ହେଉ, ସିମେଣ୍ଟ ହେଉ, କିଛି ବି ଗଣେଶଙ୍କର ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ। ଥରେ ଭାବନ୍ତୁ, ଅଗ୍ରପୂଜ୍ୟ ଗଣେଶ ଆମ ଘରର କ'ଣ ଦ୍ୱାରପାଳ? ତାଙ୍କର ସ୍ଥାନ ହେଉଛି ଆମ ପୂଜା ଘରେ ରଖନ୍ତୁ। ଏବେ ବି କୁହାଯାଏ ଅଗ୍ରେ ଗଣେଶାୟ ନମଃ। ତାପରେ ଅନ୍ୟ ଦେବତାଙ୍କୁ, ପଞ୍ଚଦେବତାଙ୍କୁ ପୂଜା କରାଯାଏ। ସେ ତ ଉପଚାରର କଥା। ଏଣ୍ଟ୍ରାନ୍ସରେ କେବେ ନ ରହୁ। ତାଙ୍କର ଫଟୋ ବା ମୂର୍ତ୍ତି ସବୁବେଳେ ଭିତରକୁ ରହିବା କଥା। ସେ ଘର ଭିତରକୁ ଚାହିଁବା କଥା। ଫାର୍ଷ୍ଟ ପଏଣ୍ଟ, ଯଦି କିଛି ନା କିଛି ରଖିବାକୁ ଚାହୁଁଛନ୍ତି ଏଣ୍ଟ୍ରାନ୍ସରେ, ସ୍ୱସ୍ତିକ ଚିହ୍ନ ରଖନ୍ତୁ। ବାଁ ପଟେ, ଡାହାଣ ପଟେ, କିମ୍ବା ପ୍ରବେଶ ଦ୍ୱାର ଉପରେ ଯେଉଁଠି ରଖୁଥିଲେ ଗଣେଶଙ୍କର, ଯେଉଁଠି ରଖିବାକୁ ଚାହୁଁଛନ୍ତି ସେଠି ରଖନ୍ତୁ। ଧାତୁର ରଖିପାରନ୍ତି। ସ୍ୱସ୍ତିକ ଚିହ୍ନ ରହୁ, ଗଣେଶଙ୍କର ମୂର୍ତ୍ତି ବା ଫଟୋ ନ ରହୁ।